ମୁଁ ଦୀପକ କୁମାର ଆପଣଙ୍କୁ ସ୍ୱାଗତ ଜଣାଉଛି ମିଷ୍ଟ୍ରିୟସ୍ ୱାର୍ଲ୍ଡ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲର ଆଉ ଗୋଟିଏ ଭୟର ଏପିସୋଡ଼ରେ। ତ ସମୟକୁ ବେଶୀ ନଷ୍ଟ ନ କରି ଚାଲନ୍ତୁ ଆଜିର କାହାଣୀଟିକୁ ବିସ୍ତାର ଭାବରେ ଜାଣିବା। ଏହି ଘଟଣା ଆମ ସହିତ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ତରୁଣ ପଟ୍ଟନାୟକ। ତେଣୁ ପ୍ରଥମେ ତରୁଣ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ, ସେ ତାଙ୍କ କାହାଣୀଟିକୁ ଆମ ସହିତ ସେୟାର କରିଥିବାରୁ। ସମ୍ପୂର୍ଣ୍ଣ କାହାଣୀଟିକୁ ଜାଣିବା ପୂର୍ବରୁ ଆପଣଙ୍କୁ ଏକ ଛୋଟିଆ ଅନୁରୋଧ, ଯଦି ଏପର୍ଯ୍ୟନ୍ତ ଆପଣ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତ ଏବେ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ, ଆଉ ପାଖରେ ଥିବା ଘଣ୍ଟି ବଟନକୁ ମଧ୍ୟ ଦବାଇ ଦିଅନ୍ତୁ। ଦର୍ଶକ ବନ୍ଧୁ, ଯଦି ଆପଣ କେବେ ବି ଗାଁ ଗହଳିଗୁଡ଼ିକୁ ବୁଲିବା ପାଇଁ ଆସନ୍ତି ଏବଂ ଗାଁ ଗହଳିଗୁଡ଼ିକର ଦାଣ୍ଡ ପିଣ୍ଡାରେ ବସିଥିବା ସେହି ବୃଦ୍ଧ ବ୍ୟକ୍ତିମାନଙ୍କ ସହିତ ବସି ସମୟ ନ ବିତାଇଛନ୍ତି ତ ବୁଝିନିଅନ୍ତୁ ଆପଣ ଗାଁକୁ ଆସିକି କିଛି ଫାଇଦା ନାହିଁ, ସବୁ ବେକାର। କାହିଁକିନା ଗାଁ ଗହଳି ଗୁଡ଼ିକରେ ଥିବା ସେହି ବୃଦ୍ଧ ବ୍ୟକ୍ତିମାନଙ୍କ ଭିତରେ ଏମିତି କିଛି କଥା ଲୁଚି ରହିଥାଏ ଯାହା ଭବିଷ୍ୟତରେ ଆପଣଙ୍କର ବହୁତ ବଡ଼ କାମରେ ଆସିପାରେ। ଆଉ ତାହା ସହିତ ଏମିତି ଅନେକ ସମାଧାନ ହୋଇପାରିନଥିବା କାହାଣୀ ରହିଅଛି ଯାହାକୁ ଆଜିର ମୋବାଇଲ କି ଇଣ୍ଟରନେଟ୍ ଜମାନାରେ ବି ସମାଧାନ କରିହେବନି। ତରୁଣ ଭାଇ କହିଥାନ୍ତି, ମୁଁ ପୂର୍ବ ବର୍ଷ ଆମ ଗାଁକୁ ଯାଇଥିଲି ଏବଂ ଗାଁର କିଛି ଲୋକଙ୍କ ଠାରୁ ମୁଁ ଏମିତି କିଛି କାହାଣୀ ଶୁଣିବାକୁ ପାଇଲି ଯାହାକୁ ଆଜି ବି ମୁଁ ମନେ ପକାଇଲେ ଦେହରେ ଶିହରଣ ଖେଳିଯାଏ। ପ୍ରକୃତରେ ଆମ ଗାଁରେ ଜଣେ ଅତି ବୟସ୍କ ବୃଦ୍ଧ ବ୍ୟକ୍ତି ଅଛନ୍ତି ଯାହାଙ୍କୁ ଗାଁର ସମସ୍ତ ଲୋକ ଜେଜେବାପା କହି ଡାକିଥାନ୍ତି। ଆଉ ତାଙ୍କ ପାଖରେ ଏମିତି କିଛି କାହାଣୀର ଗନ୍ତାଘର ରହିଅଛି ଯାହା ତାଙ୍କ ଜୀବନରେ ଦିନେ ସତକୁ ସତ ଘଟିଯାଇଥିଲା। କିନ୍ତୁ ସମସ୍ୟା ଏହା ଥିଲା କି ସେ ଟିକେ ଖଳ ପ୍ରକୃତିର ଲୋକ, ମନ ପାଇଥିଲେ ତ କାହାଣୀଟିକୁ ଶୁଣାଇଥାନ୍ତି, ନହେଲେ ନାହିଁ। ଗୋଟିଏ ଦିନ ସନ୍ଧ୍ୟାରେ ଆମେ ସମସ୍ତ ସାଙ୍ଗସାଥି ବାହାରେ ବସିଥାଉ ଏବଂ ଜେଜେବାପାଙ୍କ ଠାରୁ ତାଙ୍କ ସମୟର କିଛି ଗୋଟେ ସତ୍ୟ ଘଟଣାକୁ ଜାଣିବା ପାଇଁ ଚାହିଁଲୁ, କିନ୍ତୁ ସେ ଆମକୁ ମନା କରିନଥିଲେ। କାହିଁକିନା ଆମେ କାହାଣୀଟି ତାଙ୍କଠାରୁ ଶୁଣିବା ପୂର୍ବରୁ ପ୍ରଥମରୁ ଆମେ ତାଙ୍କ ହାତରେ ଏମିତି କିଛି ମନପସନ୍ଦର ଜିନିଷ ଧରାଇ ଦେଇଥିଲୁ। ତେଣୁ ସେ ତାଙ୍କ ମନପସନ୍ଦର ଜିନିଷକୁ ପାଇ ବହୁତ ଆନନ୍ଦିତ ହୋଇଗଲେ ଏବଂ ସେହିଠାରୁ କାହାଣୀଟିକୁ କହିବା ଆରମ୍ଭ କରିଦେଲେ। ଜେଜେବାପା କହିଥାନ୍ତି, ଏହି ଘଟଣା ହେଉଛି ସେତେବେଳର ଯେତେବେଳେ ମୋ ବାହାଘରକୁ ମାତ୍ର ଗୋଟିଏ ବର୍ଷ ପୂରଣ ହୋଇଥାଏ। ମୁଁ ସବୁଦିନ ପରି ସେଦିନ ରାତିରେ ବି ବିଲରେ ପାଣି ମଡ଼େଇକି ଘରକୁ ଫେରୁଥାଏ। ଆଉ ସେତେବେଳକୁ ସୂର୍ଯ୍ୟ ଅସ୍ତ ବି ହୋଇସାରିଥାନ୍ତି। ଚାରିଆଡ଼ୁ ସୁନସାନ। ବିଲମାଳ ମଝିରେ ଥିବା ମାଟି ରାସ୍ତାରେ ମୁଁ ହାତରେ ଟର୍ଚ୍ଚ ଖଣ୍ଡିଏ ଧରି ଚୁପଚାପ ଆଗକୁ ମାଡ଼ି ଚାଲିଥାଏ କି ଅଚାନକ ପଛଆଡ଼ୁ ଗୋଟିଏ ସ୍ତ୍ରୀ ଲୋକର ଆବାଜ ଶୁଭିଲା। ଅಯ್ୟୋ, ଶୁଣିବ କି ଟିକେ, ମୁଁ ତୁମକୁ ଡାକୁଛି। ସେ ସ୍ତ୍ରୀ ଲୋକଟାର ଆବାଜ ମୋ କାନରେ ପଡ଼ିବା କ୍ଷଣି ମୋ ଦେହରେ ଏକଦମ ଶିହରଣ ଖେଳିଗଲା। ମୋ ଲୋମ ଟାଙ୍କୁରି ଯାଉଥାଏ ଏବଂ ମୁଁ ସେହିଠି ସେମିତି ଠିଆ ହୋଇ ବିନା ପଛକୁ ନ ଦେଖି ତାଙ୍କୁ କହିଲି, କିଏ, କ'ଣ ପାଇଁ ଡାକୁଛ? ଏହି କଥା ଶୁଣି ସେ ସ୍ତ୍ରୀ ଲୋକଟି ମୋତେ କହିଲା, ତମେ କ'ଣ ମୋତେ ପଛକୁ ବୁଲିକି ଟିକେ ଦେଖିବନି? ଆଉ ସେତେବେଳକୁ ମୋ ଗୋଡ଼ ହାତ ଏକଦମ ଥରଥର ହୋଇସାରିଲାଣି, କିନ୍ତୁ ମୁଁ କେମିତି ବି ହେଉ ମନରେ ସାହସ ବାନ୍ଧି ପଛକୁ ବୁଲିକି ଦେଖିଲି ତ ଦେଖିଲା ବେଳକୁ ସାମ୍ନାରେ ଗୋଟିଏ ଯବାନ ଝିଅଟିଏ କାଖରେ ଗୋଟିଏ ଛୋଟ ଛୁଆକୁ ଧରି ଠିଆ ହୋଇଥାଏ। ଆଉ ଯେମିତି ମୋ ନଜର ତା ଉପରେ ପଡ଼ିଲା ତ ତା ଆଖିରୁ ଧାର ଧାର ଲୁହ ବୋହି ଆସୁଥାଏ। ସେ କାନ୍ଦି କାନ୍ଦି ମୋତେ କହିଲା, କ'ଣ ସତରେ ତମେ ମୋତେ ଚିହ୍ନି ପାରୁନ? କିନ୍ତୁ ମୁଁ ତାକୁ ଥର ଥର କଣ୍ଠସ୍ୱରରେ କହିଲି, ଭଲା ତମକୁ ମୁଁ କ'ଣ ପାଇଁ ଚିହ୍ନି ପାରିବିନି ଯେ? ପ୍ରକୃତରେ ଘଟଣା ହେଉଛି ମୋ ସାମ୍ନାରେ ଯେଉଁ ଯବାନ ଝିଅଟି ଠିଆ ହୋଇଥାଏ ତା'ର ମୃତ୍ୟୁ କିଛି ମାସ ପୂର୍ବରୁ ହୋଇସାରିଛି। ମୋତେ ଏମିତି ଭୟଭୀତ ଅବସ୍ଥାରେ ଦେଖି ସେ ମୋତେ କହିଲା, ତମେ ଭୟ କରନି ଜମା, ମୁଁ ତୁମର କିଛି କ୍ଷତି କରିବିନି, ବାସ୍ ମୁଁ ଏ ସଂସାରରୁ ମୁକ୍ତି ପାଇବା ପାଇଁ ଚାହୁଁଛି। ତେଣୁ ମୁଁ ତାକୁ ଡରି ଡରି କହିଲି, ଆଚ୍ଛା ତମକୁ ମୁକ୍ତି କେମିତି ମିଳିପାରିବ? ଏହି କଥା ଶୁଣି ସେ ଯବାନ ଝିଅଟି ଜବାବ ଦେଇ କହିଲା, ଦେଖ, ମୋତେ ସେ ପର୍ଯ୍ୟନ୍ତ ମୁକ୍ତି ମିଳିପାରିବନି ଯେପର୍ଯ୍ୟନ୍ତ ମୁଁ ସେମାନଙ୍କୁ ନ ମାରି ଦେଇଛି ଯେଉଁମାନେ ମୋ ମୃତ୍ୟୁର କାରଣ ଅଟନ୍ତି। ଏମିତି କଥାବାର୍ତ୍ତା ଭିତରେ କି ଅଚାନକ କେହି ଜଣେ ଗାଁ ଲୋକ ମୋ ନାଁ ଧରି ମୋତେ ଡାକିଲା। ତେଣୁ ମୁଁ ମୋ ଗାଁ ଲୋକ ଭାଇଙ୍କୁ ହଁ ଭାଇ ଯାଉଛି କହିକି ପୁଣି ଥରେ ଯେତେବେଳେ ପଛକୁ ବୁଲି ଦେଖିଲି ତ ସେ ଝିଅଟି ଏକଦମ ଗାୟବ ହୋଇଯାଇଥାଏ। ତେଣୁ ମୁଁ ସେହି ଗାଁ ଲୋକଙ୍କ ସହିତ ମିଶି କଥାବାର୍ତ୍ତା ହୋଇ
ଘରକୁ ଫେରି ଆସିଲି। କିନ୍ତୁ ସେ ଗାଁ ଲୋକ ଜଣକ ମୋତେ ଜବରଦସ୍ତ ରାସ୍ତାରେ ପଚାରୁଥାନ୍ତି ଯେ ମୁଁ କାହା ସହିତ ସେହି ଅନ୍ଧାରରେ ଏକୁଟିଆ ଠିଆ ହୋଇ କଥା ହେଉଥାଏ। କିନ୍ତୁ ମୁଁ ସେ ସମୟରେ ତାଙ୍କୁ ଏସବୁ କଥା କହିବାଟା ଉଚିତ ମନେ କଲିନି ଏବଂ ଘରକୁ ଚାଲି ଆସିଲି। ଯେତେ ଦୂର ମୋତେ ଜଣାଥିଲା କି ସେହି ଝିଅଟିର ମୃତ୍ୟୁ ଗୋଟିଏ କୂଅରେ ଖସି ପଡ଼ି ହୋଇଯାଇଥିଲା, ଯାହାକି ଏକ ଦୁର୍ଘଟଣା ଥିଲା। ତ ଏମିତିରେ ଭଲା ତା'ର ମୃତ୍ୟୁର କିଏ ବା ଆଉ କାରଣ ହୋଇପାରେ? ଏମିତି ଚିନ୍ତା କରି କରି ସାରା ରାତି ବିତିଗଲା। ତଥାପି ମୁଁ ଜାଣିପାରିଲିନି ଯେ ତା ମୃତ୍ୟୁର ପଛର କାରଣ କିଏ। ସକାଳ ପାହିବା ପରେ ମୁଁ ସବୁଦିନ ପରି ମୋ କାମକୁ ବାହାରିଗଲି ଏବଂ ସବୁଦିନ ପରି ଯେତେବେଳେ ମୁଁ ମୋ କାମ ସାରି ଘରକୁ ଫେରୁଥାଏ କି ପୁଣି ଥରେ ସେହି ଯବାନ ଝିଅଟି ପଛପଟୁ ଡାକି ଦେଇ କହିଲା, ଅୟୋ ଶୁଣିବ କି ଟିକେ? ତେଣୁ ମୁଁ ଆବାଜ ଶୁଣିବା କ୍ଷଣି ଏକଦମ ପଛକୁ ବୁଲି ପଡ଼ିଲି। ଡର ତ ମୋତେ ଏବେ ବି ଲାଗୁଥାଏ, କିନ୍ତୁ ହେଲେ ମୁଁ ଏହି କଥା ତା'ଠାରୁ ଜାଣିବା ପାଇଁ ଚାହୁଁଥିଲି ଯେ ସେ ପ୍ରକୃତରେ ମୋ ଠାରୁ ଚାହୁଁଛି କ'ଣ। ତେଣୁ ମୁଁ ପଛକୁ ବୁଲିବା କ୍ଷଣି ତାକୁ ତୁରନ୍ତ ପଚାରିଦେଲି, କିଏ ତମ ମୃତ୍ୟୁ ପଛର କାରଣ? ତେଣୁ ସେ ଝିଅଟି ମୋତେ କହିଲା, ଦେଖ ଅନ୍ୟ କେହି ନୁହେଁ, ମୋ ଘର ଲୋକ ହିଁ ମୋ ମୃତ୍ୟୁ ପଛର କାରଣ ଅଟନ୍ତି, ଯେଉଁମାନେ କି ପ୍ରଥମେ ମୋତେ ବହୁତ ବାଡ଼େଇଲେ, ଗୋରୁ ଗାଈଙ୍କୁ ବାଡ଼େଇଲା ଭଳି। ଏବଂ ଏମିତି ଗୋଟିଏ ଦିନ ମୋତେ ପ୍ରବଳ ଜୋରରେ ଜ୍ୱର ହୋଇଥାଏ କି ମୋତେ ଜାଣି ଜାଣି କୂଅରୁ ପାଣି ଆଣିବା ପାଇଁ କହିଲେ। ଆଉ ଏବେ ମୁଁ ଲଇଁକି ଜଷ୍ଟ କୂଅରୁ ପାଣି କାଢ଼ୁଥାଏ କି ମୋ ଦାଦା ମୋତେ ଆସି ଅଚାନକ କୂଅକୁ ଠେଲିଦେଲେ। ତେଣୁ ମୁଁ ସେହି କୂଅ ଭିତରେ ଛଟପଟ ହୋଇ ମରିଗଲି। ଏହି କଥା ଶୁଣି ମୁଁ ତାଙ୍କୁ ପଚାରିଲି, ହେଲେ କିନ୍ତୁ ତମ ଦାଦାଙ୍କର ବି ତ ସେହି କୂଅରେ ପଡ଼ି ମୃତ୍ୟୁ ଘଟିଥିଲା, ଠିକ୍ ତମ ମୃତ୍ୟୁର 2 ଦିନ ପରେ। ତେଣୁ ସେ ଝିଅଟି ମୋତେ କହିଲା, ହଁ ହଁ ମୁଁ ନିଜେ ହିଁ ତାଙ୍କୁ ମାରିଦେଇଛି ଏବଂ ଏହା ଭିତରେ ମୁଁ ସମସ୍ତଙ୍କୁ ଏମିତି ଭାବରେ ଜଣ ଜଣ କରି ମାରିସାରିଛି ଯେଉଁମାନେ ମୋ ମୃତ୍ୟୁର କାରଣ ଥିଲେ। ଏହି କଥା ଶୁଣି ମୁଁ ତାଙ୍କୁ ପଚାରିଲି, ତ ତୁମକୁ ଏପର୍ଯ୍ୟନ୍ତ କ'ଣ ପାଇଁ ମୁକ୍ତି ମିଳିପାରୁନି ଏବଂ ତୁମେ ତୁମ କାଖରେ ଧରିଥିବା ସେ ଛୋଟିଆ ଛୁଆଟି କାହାର? ଏହି କଥା ଶୁଣି ସେ ମୋତେ କହିଲା, କାହିଁକି ନା ସେମାନଙ୍କ ଭିତରୁ ଏବେ ବି ଜଣେ ବଞ୍ଚିଛି। ଆଉ ଏବେ ମୁଁ ତାକୁ ପଚାରିବାକୁ ଚାହୁଁଥାଏ ଯେ ସିଏ କିଏ କି ଅଚାନକ ମୋତେ କିଛି ଦୂରରୁ ସାଇକେଲର ଟ୍ରିଙ୍ଗ ଟ୍ରିଙ୍ଗ ଘଣ୍ଟି ଆବାଜ ଶୁଭିଲା। ତେଣୁ ମୁଁ ପଛକୁ ବୁଲି ଦେଖିଲା ବେଳକୁ ଗାଁର ପୋଷ୍ଟମାଷ୍ଟର ସାହେବ ଏହି ବାଟ ଦେଇ ଏଆଡ଼କୁ ମାଡ଼ି ଆସୁଛନ୍ତି। ପୋଷ୍ଟମାଷ୍ଟର ଜଣକ ମୋ ପାଖାପାଖି ସାଇକେଲକୁ ଅଟକାଇ ନେଇ ପଚାରିଲେ, କ'ଣ ଭାଇ ଏଠାରେ ଏତେ ରାତିରେ କାହା ସହିତ କଥାବାର୍ତ୍ତା ଚାଲିଛି? ସବୁକିଛି ଠିକ୍ଠାକ୍ ଅଛି ତ? ତେଣୁ ମୁଁ ତାଙ୍କୁ କିଛି କହିବା ପୂର୍ବରୁ ପୋଷ୍ଟମାଷ୍ଟର ଜଣକ କହିଲେ, ଚାଲ ସିଧା ଘରକୁ ଯାଅ, ଏତେ ରାତିରେ ଏଠାରେ ଏକୁଟିଆ କ'ଣ କରୁଛ? ଏହି କଥା କହି ସେ ପୋଷ୍ଟମାଷ୍ଟର ଜଣକ ସେଠାରୁ ଚାଲିଗଲେ ଏବଂ ସେ ଝିଅଟି ମଧ୍ୟ ପୁଣି ଥରେ ଗାୟବ ହୋଇଯାଇଥିଲା। ତେଣୁ ମୁଁ ସେଠାରୁ ଘରକୁ ଫେରି ଆସିଲି। କିନ୍ତୁ ମୋ ମନରେ ବାରମ୍ବାର ସେହି ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥାଏ, ପ୍ରକୃତରେ କିଏ ସେ ଆଜି ପର୍ଯ୍ୟନ୍ତ ବଞ୍ଚିଛି? ତେଣୁ ତା ପରଦିନ ସନ୍ଧ୍ୟାରେ କାମ ସାରି ଘରକୁ ଫେରି ଆସିବାର ଥିଲା। କିନ୍ତୁ ଯେତେବେଳେ ସେ ଝିଅଟିର କଥା ମନେ ପଡ଼ିଗଲା ତ ମୁଁ ଜାଣିକି ସେଇଠି କିଛି ସମୟ ଅପେକ୍ଷାରେ ରହିଲି କି ସେ ମୋତେ ପୁଣି ଥରେ ଡାକୁ। ଏଥର ମୁଁ ତାହାଠାରୁ ସବୁ ପ୍ରଶ୍ନର ଉତ୍ତର ଜାଣିସାରିବା ପରେ ଏଠାରୁ ଯିବି। ଏମିତି କିଛି ସମୟ ସେଠି ଅପେକ୍ଷା କରି ରହିବା ପରେ ସେ ଝିଅଟିର ଆବାଜ ଶୁଭିଲା, ଶୁଣ ଟିକେ। ଆବାଜ ଶୁଣିବା କ୍ଷଣି ମୁଁ ସଙ୍ଗେ ସଙ୍ଗେ ପଛକୁ ବୁଲିଲି ଏବଂ ତା ପାଖରେ ଯାଇ ପହଞ୍ଚିଲି। ତେଣୁ ମୁଁ ଯେତେବେଳେ ତା ପାଖରେ ଯାଇ ପହଞ୍ଚିଗଲି ତ ସେ ଧରିଥିବା ସେ ଛୋଟିଆ ଛୁଆଟିକୁ ମୋ ହାତକୁ ଟେକି ଦେଇ କହିଲା, ଇଏ ନିଅ ତୁମରି ଛୁଆ। ଏହି କଥା ଶୁଣି ଏକଦମ ମୋ ପାଦ ତଳୁ ମାଟି ଖସିଗଲା, କାହିଁକି ନା ସେ ଛୁଆଟିର ନା ତ କୌଣସି ଚେହେରା ଥାଏ ନା କୌଣସି ହାତ ଗୋଡ଼। ଏବଂ ସେ ପୁଣି ଥରେ ମୋତେ କହିଲା ଯେ ତୁମେ ହିଁ ହେଉଛ ମୋ ମୃତ୍ୟୁର ଶେଷ କାରଣ। ଏହି କଥା ତା ମୁହଁରୁ ଶୁଣିବା ପରେ ମୁଁ ନିଶ୍ଚିତ ହୋଇଗଲି ଯେ ଆଜି ମୋର ମୃତ୍ୟୁ ନିହାତି ଘଟିବ। ଯାହାଫଳରେ ସେତେବେଳକୁ ମୋ ଦେହ ହାତ ଗୋଡ଼ରୁ ଗମ ଗମ ଝାଳ ବାହାରି ଆସିଲାଣି। ହାର୍ଟବିଟ୍ର ସ୍ପନ୍ଦନ ଧୀରେ ଧୀରେ ଅଧିକରୁ ଅଧିକ ତୀବ୍ର ହୋଇ ଚାଲିଥାଏ। ମୃତ୍ୟୁ ପୂର୍ବର ସବୁ ଦୃଶ୍ୟ ମୋ ଆଖି ଆଗରେ ନାଚି ଉଠୁଥାଏ। ଆଉ ସେ ଝିଅଟି ମୋ ଚାରିପାଖେ ଗୋଲ ଗୋଲ କରି ଘୁରି ବୁଲୁଥାଏ। ମୁଁ ତ ବାସ୍ ସେମିତି ସେହି ଛୋଟ ଛୁଆଟିକୁ ଧରି କୌଣସି ପ୍ରତିମୂର୍ତ୍ତି ପରି ଚୁପଚାପ ଠିଆ ହୋଇ ରହିଥାଏ। କିଛି ସମୟ ପରେ ସେ ଝିଅଟି ପୁଣି ଥରେ କହିବା ଆରମ୍ଭ କଲା, ଦେଖ ମୁଁ ତୁମକୁ ବି ଅନ୍ୟମାନଙ୍କ ପରି ବହୁତ ପୂର୍ବରୁ ମାରି ଦେଇପାରିଥାନ୍ତି, କିନ୍ତୁ ମୁଁ ଆଜି ବି ସେତିକି ତୁମକୁ ଭଲ ପାଏ। କିନ୍ତୁ ତୁମେ ମୋତେ ଅଧା ବାଟରେ ହାତ ଛାଡ଼ିଦେଲ। ତୁମ ପାଇଁ ମୁଁ ଘର ଲୋକଙ୍କ ସହିତ ଝଗଡ଼ା କଲି ଏବଂ ତାଙ୍କଠାରୁ ମାଡ଼ ମଧ୍ୟ ଖାଇଲି। ଏବଂ ଯେତେବେଳେ ସେମାନେ ଜାଣିପାରିଲେ ଯେ
ମୁଁ ଗର୍ଭବତୀ ଅଛି ତ ସେମାନେ ସମାଜ ଭୟରେ ଜାଣି ଜାଣି ମୋତେ ମାରିଦେଲେ ଏବଂ ତୁମେ ତାହାପରେ ଆଉ କାହାକୁ ଜଣଙ୍କୁ ବାହାଘର ହୋଇପଡ଼ିଲ। କେବଳ ତୁମେ ହିଁ ତ ଜଣେ ଥିଲ ଯାହା ଉପରେ ମୁଁ ଏତେ ବିଶ୍ୱାସ ଭରସା ରଖିଥିଲି, କିନ୍ତୁ ଶେଷରେ ତୁମେ ବି ମୋତେ ଧୋକା ଦେଲ। ଚାହିଁଥିଲେ ସେଦିନ ମୁଁ କୂଅରୁ ବାହାରକୁ ବାହାରି ଆସିଥାନ୍ତି, କିନ୍ତୁ କାହା ପାଇଁ ଆସିବି? କିଏ ମୋର ଅଛି? ମୁଁ ଏବେ ବି ତୁମକୁ ମାରିବା ପାଇଁ ଚାହୁଁନି କି ମୋର ମୁକ୍ତି ମଧ୍ୟ ମୁଁ ଚାହୁଁନି। ଏମିତି ଅତୃପ୍ତ ହୋଇ ଘୁରି ବୁଲେ, ହେଲେ ମୁଁ ତୁମକୁ ସବୁଦିନ ଟିକେ ଦେଖିପାରିବି। ଏହି କଥାଗୁଡ଼ିକ ସେ ଝିଅଟି କହି କହି ମୋ ସାମ୍ନାରେ କାନ୍ଦି ପକାଉଥାଏ। ତା ଚେହେରାକୁ ଦେଖି ସଫା ସଫା ଜଣାପଡ଼ୁଥାଏ ଯେ ସେ କେତେ ଦୁଃଖ ଓ କଷ୍ଟ ଭିତରେ ଛଟପଟ ହେଉଛି। ଆଉ ମୁଁ ଏବେ ଧୀରେ ଧୀରେ ଅନୁତପ୍ତ କରିବାରେ ଲାଗିଥାଏ। କିନ୍ତୁ ମୁଁ ଏବେ ଆଉ କରିପାରିବି ବା କ'ଣ? କି ପୁଣି ଥରେ ସେହି ଝିଅଟି ମୋତେ କହିଲା, ହଉ ଠିକ୍ ଅଛି, ମୁଁ ତୁମକୁ ଗୋଟେ ମୌକା ଦେଉଛି। ତୁମ ବଦଳରେ ତୁମ ଗର୍ଭବତୀ ସ୍ତ୍ରୀକୁ ମାରିଦେଉଛି। ମୁଁ ଯେମିତି ମୋ ଛୁଆଟିର ମୁହଁ ଦେଖିପାରିଲିନି, ଠିକ୍ ସେମିତି ସେ ବି ଦେଖିପାରିବନି। ଏହି କଥା ଶୁଣିବା କ୍ଷଣି ମୋ ଆଖିରୁ ଲୁହ ବୋହି ଆସିଲା। ତେଣୁ ମୁଁ ପୂର୍ବରୁ କରିଥିବା କୁକର୍ମ ଯୋଗୁଁ ସଙ୍ଗେ ସଙ୍ଗେ ସେହି ଝିଅଟିକୁ ତା ପାଦ ତଳେ ପଡ଼ି କ୍ଷମା ମାଗିଲି। ମୋତେ ଏମିତି କାନ୍ଦୁଥିବାର ଦେଖି ସେ ଝିଅଟି ନିଜ ଛୁଆକୁ ମୋ ହାତରୁ ଛଡ଼େଇ ନେଇ ସେଠାରୁ ଚୁପଚାପ ଚାଲିଗଲା। ଆଉ ସେହିଦିନ ଠାରୁ ମୋତେ ସେ କେବେ ବି ଦ୍ୱିତୀୟ ଥର ପାଇଁ ଦେଖିବାକୁ ମିଳିନି। କିନ୍ତୁ ମୋତେ ଆଜି ବି ଅନୁଭବ ହୁଏ ଯେ ସେ ମୋ ସାଥିରେ ସାଥିରେ ଅଛି। ଜେଜେବାପାଙ୍କ ଠାରୁ ଏହି କଥା ଶୁଣିବା ପରେ ତାଙ୍କ ଆଖିର ଲୁହକୁ ଦେଖି ସଫା ସଫା ଜଣାପଡ଼ୁଥାଏ ତାଙ୍କର ସେହି ଦରଦ ଭରା ପ୍ରେମ କଥା। ଆଜି ବି ତାଙ୍କୁ ଲାଗିଥାଏ ସେହି ଝିଅଟିକୁ ମୁକ୍ତି ମିଳିପାରିନି ବୋଲି, କାହିଁକିନା ଯେହେତୁ ସେ ଆଜି ପର୍ଯ୍ୟନ୍ତ ଜୀବିତ ଅଛନ୍ତି। ତ ଦର୍ଶକ ବନ୍ଧୁ, ଇଏ ଥିଲା ତରୁଣ ଭାଇ ସେୟାର କରିଥିବା ଆଜିର କାହାଣୀ। ଯଦି କାହାଣୀଟି ଆପଣଙ୍କୁ ପସନ୍ଦ ଲାଗିଥାଏ, ଭିଡ଼ିଓକୁ ଲାଇକ୍ କରିବା ସଙ୍ଗେ ସଙ୍ଗେ ନିଜ ସାଙ୍ଗସାଥୀଙ୍କ ସହ ସେୟାର କରନ୍ତୁ। ଆଉ ଭବିଷ୍ୟତରେ ଏହିଭଳି ଭୟଙ୍କର କାହାଣୀ ଗୁଡ଼ିକ ସର୍ବପ୍ରଥମେ ଶୁଣିବା ପାଇଁ ତଳେ ଥିବା ଲାଲ କଲର୍ ସବସ୍କ୍ରାଇବ୍ ବଟନ୍କୁ ଅନ୍ କରି ପାଖରେ ଥିବା ଘଣ୍ଟି ବଟନ୍କୁ ଦବାଇ ଦିଅନ୍ତୁ। ତ ଦର୍ଶକ ବନ୍ଧୁ, ଆଜି ପାଇଁ ଏତିକି। ପୁଣି ଦେଖା ହେବ ଗୋଟିଏ ନୂଆ ଏପିସୋଡ଼ରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।